ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଉତ୍ସାହ 2024 ପୂର୍ବାଞ୍ଚଳ ଯୁବ ପ୍ରତିଭାଙ୍କ ମହାସମାବେଶ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ନୂଆଦିଲ୍ଲୀଙ୍କ ସହଯୋଗ ଓ ନିର୍ଦ୍ଦେଶନାରେ ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା 39ତମ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଉତ୍ସାହ 2024 ଆସନ୍ତା 27 ତାରିଖରୁ 31 ଜାନୁଆରୀ 2024 ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବ୍ୟାସବିହାର ପରିସରରେ ଭବ୍ୟ ଭାବେ ଆୟୋଜିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ 20ଟି ବିଶ୍ୱବିଦ୍ୟାଳୟର 1000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳସଚିବ କୁକୁମିନା ଦାସ ସୂଚନା ଦେଇଛନ୍ତି। ଆଜି ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମିନା ଦାସ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ସଂଯୋଜକ ଡକ୍ଟର ନିହାର ରଞ୍ଜନ ରାଉତ, ଆୟୋଜକ ସଚିବ ଡକ୍ଟର ଅସୀମ ଅମିତାଭ ପ୍ରଧାନ, ପ୍ରଫେସର ଭାରତୀ ବଳା ପଟ୍ଟନାୟକ ଏବଂ ଲୋକସମ୍ପର୍କ ଅଧିକାରିଣୀ ଶର୍ମିଷ୍ଠା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆମ ବିଶ୍ୱବିଦ୍ୟାଳୟ ଆସନ୍ତା 27ରୁ 31 ତାରିଖ 5 ଦିନ ଧରି ଏଆଇର ୟୁନିଟ୍ ଫେଷ୍ଟ ବା ଯାହାକୁ ଆମେ ୟୁଥ୍ ଫେଷ୍ଟ କହୁଛୁ ସେଇଟା ଆମେ ପାଳନ କରିବୁ। ଏଆଇର ନିର୍ଦ୍ଦେଶକ ଆମେ 39 ଓଡ଼ିଶାର ନୁହଁ, ବାହାର ଷ୍ଟେଟ୍ରୁ ପିଲାମାନେ ଆସୁଛନ୍ତି। 19ଟା ୟୁନିଭର୍ସିଟି ବିଭିନ୍ନ ରାଜ୍ୟରୁ ଆସୁଛନ୍ତି। ତ ତାଙ୍କର ରହିବା ଖାଇବା ତାଙ୍କ ସିକ୍ୟୁରିଟି ସେମାନେ ଯେତେ ଦିନ ଏଇଠି ରହିବେ 27ରୁ 31 ଜାନୁଆରୀ ଯାଏଁ ଯେତେ ଦିନ ବି ଆମେ ତାଙ୍କର ମାନେ ରହିବା ତାଙ୍କର ମାନେ ଖାଇବେ କେମିତି ତାଙ୍କର ସିକ୍ୟୁରିଟି, କାହିଁକିନା ଖାଲି ପୁଅ ପିଲା ନୁହେଁ ଝିଅ ପିଲା ବି ଅଛନ୍ତି ସେଥିରେ। ଗାର୍ଲସ ପାର୍ଟିସିପେସନ୍ ଅଧିକ ଅଛି, ମାନେ ବଏଜ୍ ପାର୍ଟିସିପେସନ୍ ଠାରୁ ଗାର୍ଲସ ପାର୍ଟିସିପେସନ୍ ଅଧିକ ଅଛି। ତ ତାଙ୍କର ସେଫ୍ଟି ସିକ୍ୟୁରିଟି ସବୁ ଫକୀରମୋହନ ୟୁନିଭର୍ସିଟି ଭାବରେ ତଦାରଖ ହେଉଛି, ବିଶେଷ କରି ଭାଇସ୍ ଚାନ୍ସେଲରଙ୍କ ତତ୍ତ୍ୱାବଧାନରେ। ଭାଇସ୍ ଚାନ୍ସେଲର ଡାଇରେକ୍ଟଲି ଇନଭଲ୍ଭ ଅଛନ୍ତି ଏଥିରେ। ତ ସେଇଟା ସମସ୍ତଙ୍କ ରିକ୍ୱେଷ୍ଟ କରିଥିଲୁ କିଛି ଏଜେନ୍ସିକୁ, ସେମାନେ ଆଣିବେ ଇନକ୍ଲୁଡ଼ିଂ ଡିଆର୍ଡିଓ ପିଏକ୍ସି ଯେଉଁମାନେ ତାଙ୍କର ଯାହା ବି ଅଛି ତାଙ୍କର ଆର୍ମି ଯାହା ଅଛି ସେଗୁଡ଼ାକୁ ବି ନେଇକି ଆସିବେ, ଏକ୍ଜିବିସନ୍ ହେବ। ତ ଗୋଟେ ବଡ଼ ପ୍ରୋଗ୍ରାମ୍ ଏଇଟା, ଏଇଥିପାଇଁ ଯେ 800ରୁ ଅଧିକା ପାର୍ଟିସିପେଟ୍, ତା ଛଡ଼ା ଆମମାନଙ୍କର ଯେଉଁ ଟିମ୍ ଅଛି 200ରୁ ଅଧିକା, ତ 1000 ଲୋକଙ୍କ କମ୍ବିନେସନ୍ ଗୋଟେ 5 ଦିନ ଧରିକି ହେବ। ଇନଫ୍ୟାକ୍ଟ ସ୍ପୋର୍ଟସ୍ ଆକ୍ଟିଭିଟିରେ ଆମେ ଦେଖୁଛୁ ଯେ आज जो आम सांबादिक सम्मेलन डाकी तार उद्देश्य है आम विश्वविद्यालय गोटे युव सम्मेलन करुच्ची, जोटा कि एआई युव सम्मेलन आम विश्वविद्यालय सेटा करुच्ची। सार प्रस्तुति बैठक जो होता तार सविशेष बरणी देवाई आम ये सांबादिक सम्मेलनटा डाकी आपण मानकर सहयोग यार प्रसार प्रसारण जमी हम ओडिशा रे समस्ते जानीपर दे आम विश्वविद्यालय गोटे एत बड़ फंक्शन आयोजन करने जाऊँगी। एटा गोटे कल्चरल मीट जोटी कि आमर हूँ 4 गोटी स्टेट्र प्रतियोगी मैंने भाग ने। आमर एटा 27 जानुआरी आरंभ हो 31 जानुआरी में सर पाखापाखि 1000 आमर पार्टिसिपेंट आसवे। 4टी स्टेट आमर पड़ोसी वेस्ट बेंगल, आमर बिहार, झारखंड, आम ओडिशा स्टेट जिते एफिलिएटेड यूनिवर्सिटी अच्छा एआई जिते एफिलिएटेड यूनिवर्सिटी अच्छा एसमान सब जोग देवे। आम सब यूनिवर्सिटी को आम इनवाइट करूँ, किंतु से 20टा यूनिवर्सिटी आम पाखे रेजिस्ट्रेशन कर प्रतियोगितार भाग ने। यहाँ गोटे युव प्रतिभा को आम गोटे प्रोत्साहन दौचे एआईयू। यहाँ गोटे प्लाटफर्म जो मैंने युव प्रतिभा से कार्यक्रम देखे प्रतियोगी करेंगे। एथिरे होची डांस, सॉन्ग, म्यूजिक, लिटरेचर सब जिन करा। एआई रोचे गोटे प्रतियोगिता। एथुरु जो मैंने विनर हेबे से माने आमर चेन्नई रे नेशनल लेवल रे पुणी थे प्रतियोगिता मार्च मसरे सेठी से भाग नेबे।